ସେମାନେ କଣ କରୁଛନ୍ତି ନା ତରିକା ବଦଳୁଛନ୍ତି। ଗତକାଲି ଖବର ମିଳିଲା ଗୋଟେ ଟ୍ରାକ୍ଟର ୟୁନିକ୍ସ ଭିତରେ ଆଣୁଛନ୍ତି ବୋଲି ଖବର ପାଇ ଦିଆଯାଇଥିଲା ଆଇଆଇସି ଅତାବିର ଖବର ଦିଆଯାଇଥିଲା। ଆଇଆଇସି ଅତାବିର ଏବଂ ତା ଷ୍ଟାଫ ସହିତ ଏଇ ଯୋଉ ମାଜିଷ୍ଟ୍ରେଟ ଏବଂ ଗଭର୍ଣ୍ଣମେଣ୍ଟ ୱିଟନେସ୍ ଯାଇକି ରେଡ୍ କରିଥିଲେ। ରେଡ୍ କଲାରେ ସେ ଯୋଉ ଗୋଟେ କୁବାଟୋ ହାର୍ଭେଷ୍ଟର ସହିତ ଦିଟା ଲୋକ ଧରା ପଡିଥିଲେ। ଗୋଟେ ହଉଛି ଜିତେନ୍ଦ୍ର ଅଣ୍ଡାଳି ଆଉ ଗୋଟେ ହଉଛି ନିରଞ୍ଜନ ତ୍ରିପାଠୀ। ଏ ଦି ଜଣ ସେ ଟ୍ରାକ୍ଟର ଥିଲେ। ଧରିଲା ବେଳକୁ 12 କାର୍ଟୁନ ମିଳିଲା। ସେ ଟୋଟାଲ ଥିଲା 1440 ବଟଲ କୋରେକ୍ସ। ତେଣୁ ସେ ସବୁ ଜବତ କରାଯାଇଛି। ଦି ଜଣଙ୍କୁ ଆରେଷ୍ଟ କରାଯାଇଛି। ସିଜର ଆଜ ପର ଏନଡିପିଏସ୍ ଆକ୍ଟରେ ମାଜିଷ୍ଟ୍ରେଟ ଆଗରେ ଗଭର୍ଣ୍ଣମେଣ୍ଟ ଆଗରେ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ସେ ଦି ଜଣଙ୍କୁ କୋର୍ଟରେ ପ୍ରଡ୍ୟୁସ କରାଯିବ। ଏମାନେ ଇନଭେଷ୍ଟିଗେସନ ଚାଲିଛି ତାଙ୍କର କୋଉଠୁ ଆଣିଲା, ତାର କୋଉଠି, କମ୍ପାନୀ କୋଉଠୁ, କମ୍ପାନୀ କେମିତି ଆସିଲା, ଡିଷ୍ଟ୍ରିବ୍ୟୁଟର କିଏ, ଇଏ କେମିତି ଆଣିଲେ। ସାଧାରଣତଃ ସେମାନେ ପବ୍ଲିକକୁ ବିକି ପାରିବେ ନାହିଁ। ଆମେ ସେଇଟା ଗୋଟେ ଯିବୁ ଇନଭେଷ୍ଟିଗେସନ ଯିବୁ। ସୋର୍ସ ଅଫ ପ୍ରୋକ୍ୟୁରମେଣ୍ଟ, ସୋର୍ସ କୋଉ କମ୍ପାନୀରୁ ସେ ଆସିଲା, କୋଉ କମ୍ପାନୀରୁ ସିଏନଏଫ କିଏ, ପ୍ଲସ୍ ସିଏ କାହାକୁ ଦେଲା। ଇଏ ତ ହଉଛନ୍ତି ମିଡିଆ ମାତ୍ର କ୍ୟାରିୟର ମାନେ କୋରିୟସ୍। ତେଣୁ ଆମେ ତାପରେ ପହଞ୍ଚିବୁ ଏଠି ଏରିଆ ଯିଏ କିଙ୍ଗପିନ୍ କିଏ, ଆମେ ତା ପଛରେ ଅଛୁ। ଏମାନେ ଯାହା କହିଛନ୍ତି ସିକ୍ରେଟ ରଖାଯିବ, କାରଣ ଆମେ ତ କହିଲେ ସେ ଧରା ପଡିବ। ତଦନ୍ତ ଚାଲିଛି ଏବଂ ତା କିଙ୍ଗପିନ୍ ଧରିବ ଅଫିସର ସହିତ ସେ ଯୋଉ ପ୍ରଭାବ ମେସିନ୍ ଶୁଣନ୍ତୁ ସେଗୁଡାକ ଆମେ ଇନଭେଷ୍ଟିଗେସନ ପ୍ରୋସେସ ଅଛି। ଆମେ ଆଉଥରେ କହିବୁ ଏ ଯୋଉ କିଙ୍ଗପିନ୍ ଧରା ପଡିବ ଆଉଥରେ ପକ୍କା ପକ୍କା। ଏଥିରେ କିଏ ପିଉଛି, କିଏ ଛୋଟ ଛୋଟ ବିକୁଛି, ଆମେ ତାପରେ କନସିଡର ନାହିଁ। ଆମେ ଯାଉ ଚାହୁଁଛୁ କିଙ୍ଗପିନ୍ କିଏ, ମୂଳରୁ ମାରିଲେ ଆସିବ କଣ। ଖାଲି ଯୋଉ ଯେ ନଉଛି ଆଣୁଛି ପିଉଛି ତାକୁ ଦେଲେ ଲାଭ କିଛି ନାହିଁ। ତାଙ୍କ ଉପରେ ଏନଫୋର୍ସମେଣ୍ଟ ରହିବ, କିନ୍ତୁ ଆମେ ଲିଗାଲ ଆକ୍ସନ ନେବୁ ଯେ କିଙ୍ଗପିନ୍। ମୁଁ କହି ରଖୁଛି, ମିଡିଆରେ କହି ରଖୁଛି, ଆଜ ପର 107 ବିଏନଏସଏସ ମୁଁ ତା ଘର ସିଜ୍ କରିବି, ତାର ଏଣ୍ଟା ସମ୍ପତ୍ତି ଜବତ କରିବି। କୋରେସ୍ ବ୍ୟବସାୟ କରିକି ଯେତିକି ସମ୍ପତ୍ତି କମେଇଛି ମୁଁ ତାକୁ ଆଣିବି, କୋର୍ଟକୁ ଆଣିବି। ମୁଁ କହି ରଖୁଛି ମିଡିଆରେ, ଯୋଉମାନେ କୋରେକ୍ସ ବ୍ୟବସାୟ କରୁଛନ୍ତି, ଗଞ୍ଜା ବ୍ରାଉନ ସୁଗାର କରୁଛନ୍ତି, ମୁଁ କେବଳ ତାଙ୍କୁ ଆରେଷ୍ଟ କରିବିନି। ଏଇ ବ୍ୟବସାୟ ମାଧ୍ୟମରେ ସେ ଯାହା କଲେକ୍ସନ କରୁଛନ୍ତି, ଘର ଦ୍ୱାରା ଜମି ବାଡି ଯାହା କରୁଛନ୍ତି, ସବୁ ଜବତ କରିବି, କୋର୍ଟ ପ୍ରଡ୍ୟୁସ କରିବି ଏବଂ ଗୋଟେ ଏକ୍ସାମ୍ପଲ ଆକ୍ସନ ନିଆଯିବ। ଇଏ ଦଉଛନ୍ତି କ୍ୟାରିୟର, ମୁଁ ଆଙ୍କ ପଛରେ ନାହିଁ। ୟା ପଛରେ କିଙ୍ଗପିନ୍ କିଏ, ଫାଇନାନ୍ସର କିଏ, ଷ୍ଟୋର କିପର କିଏ, ଆଣିଲା କୋଉଠୁ, ଆସିଲା କୋଉଠୁ, ଏ ସବୁଟା ଆସିବ। ଏବଂ ଯୋଉମାନେ କିଙ୍ଗପିନ୍ ତାଙ୍କର ଏ କୋରେକ୍ସ ବ୍ୟବସାୟ କରି ଯୋଉ କରିଛନ୍ତି, ଜମି ବାଡି ଘର ଦ୍ୱାର କରି ଯୋଉ ଏକ୍ସାମ୍ପଲ ଆଣିଛନ୍ତି, they became the ମାନେ example of the society in negative way। ମୁଁ ତ ଭାଙ୍ଗିବାର ଭାଙ୍ଗି ଆଜ ପର ଲ ଯାହା ଅଛି ଭାଙ୍ଗିବାର ଭାଙ୍ଗି ଚାଲିଛି, ତଦନ୍ତ ଚାଲିଛି। ସାଙ୍ଗେ ଧରା ପଡିଲା ମିଡିଲ ମ୍ୟାନ ଏମାନେ ହଉଛି କୋରିୟର୍ସ କରିଥାନ୍ତି ଦୋକାନୀ ମାନଙ୍କୁ। ଚାଲିଛି କହିବି ସେଟା ଯୋଉ କଥା ସିକ୍ରେଟ କୋର୍ଟ କହିଲେ ସେମାନେ ଭାଗିଯିବେ, ମତେ କଷ୍ଟ ହବ। ପୁଲିସ କୋଉ ଜାଗା ତାକୁ ଧରିଲା? ପୁଲିସ ଯୋଉଠି ଜଗନ୍ନାଥ ମନ୍ଦିର ଅଛି, ଗୋଟେ ଗାଁ ଅଛି ପାଟରାପଲ୍ଲୀ ଅଛି। ହଁ ପାତ୍ରପଲ୍ଲୀ, ସେ ଗାଁ ପାଖରେ ଶିବ ମନ୍ଦିର ପାଖରେ ତା ପଡା। କେତେ ପାଖାପାଖି ହବ? ହଁ 5 ପାଖାପାଖି। ଥ୍ୟାଙ୍କ ୟୁ।